ସ୍ୱଜନ ଗୁରୁଜନ ଓ ହିତାକାଂକ୍ଷୀ ମାନେ ମଧ୍ୟ ପରିସ୍ଥିତିର ବଶବର୍ତ୍ତୀ ହୋଇ ତୁମର ବିରୋଧ କରିପାରନ୍ତି। ଜଗଦ୍ଗୁରୁଙ୍କ ଶରଣାପନ୍ନ ହେଲେ ସମସ୍ତ ଜ୍ଞାନ ଲାଭ କରାଯାଇପାରେ। ଦେହ ଓ ଆତ୍ମାକୁ ମିଶାଇ ଜୀବ ସୃଷ୍ଟି ହୋଇଛି। ଦେହର ଜନ୍ମ କୌମାର ଯୌବନ ଓ ଜରା ଅବସ୍ଥା ପରି ମୃତ୍ୟୁ ମଧ୍ୟ ଏକ ଅବସ୍ଥା। ଆତ୍ମା ରହିବା ପାଇଁ ଦେହ ଅନୁପଯୁକ୍ତ ହେଲେ ଆତ୍ମା ଅନ୍ୟ ନୂତନ ଶରୀରକୁ ଯାଏ। ଆତ୍ମା ଅମର, ଏହାକୁ ଅସ୍ତ୍ରଶସ୍ତ୍ର ହାଣିପାରନ୍ତି ନାହିଁ, ଅଗ୍ନି ପୋଡ଼ିପାରେ ନାହିଁ, ଜଳ ଓଦା କରିପାରେ ନାହିଁ ଏବଂ ପବନ ଶୁଖାଇ ପାରେ ନାହିଁ। ନିଜ ସାମର୍ଥ୍ୟର ଅପନିନ୍ଦା ଦୁଃସହଣୀୟ। ଜୟ ପରାଜୟ, ଲାଭ କ୍ଷତି, ସୁଖ ଦୁଃଖକୁ ସମାନ ମନେକରି କର୍ତ୍ତବ୍ୟ କର୍ମ କରିଯାଅ। କର୍ମରେ କେବଳ ତୁମର ଅଧିକାର ଅଛି, କର୍ମର ଫଳରେ ଅଧିକାର ନାହିଁ। ପରମେଶ୍ୱରଙ୍କଠାରେ ଶରଣାଗତ ହୋଇ କର୍ମରେ ଆସକ୍ତି ତ୍ୟାଗ କରି ସିଦ୍ଧି ଅସିଦ୍ଧିକୁ ସମାନ ମନେକରି କର୍ତ୍ତବ୍ୟ କର୍ମ କର। କର୍ମର ଏହି କୌଶଳକୁ ଯୋଗ କୁହାଯାଏ। ଯୋଗ କର୍ମସୁ କୌଶଳମ୍। ଏପରି କର୍ମ କଲେ ତୁମର ବୁଦ୍ଧି ସ୍ଥିର ହେବ, ତୁମେ ସ୍ଥିତପ୍ରଜ୍ଞ ହେବ। ଇନ୍ଦ୍ରିୟମାନଙ୍କୁ ସଂଯତ କରିବାକୁ କୁର୍ମଠାରୁ ଶିଖ। ସମସ୍ତ କାମନା ତ୍ୟାଗ କରି ନିସ୍ପୃହ ନିର୍ମମ ଓ ନିରହଙ୍କାର ହୋଇପାରିଲେ ତୁମେ ପରମ ଶାନ୍ତି ପାଇବ। ଏହାକୁ ବ୍ରାହ୍ମୀ ସ୍ଥିତି କୁହାଯାଏ।